କଥା କଥାରେ ଗାଳି କରୁଥିବା ଶାଶୁ, ପ୍ରତ୍ୟେକ କଥାରେ ବାପ ଘରକୁ ଉଠେଇକି ସଂସ୍କାର ନାହିଁ ବୋଲି କହୁଥିବା ଶାଶୁ ଯେତେବେଳେ ଆଜି ରୋଗ ଶଯ୍ୟାରେ ପଡ଼ିଛନ୍ତି ନା, ସେତେବେଳେ ସେ ଆଜି ମୋତେ ମା ମା ବୋଲି ଡାକନ୍ତି, ଝିଅ କୋଉଠି ଗଲୁ ବୋଲି ଡାକନ୍ତି। କିନ୍ତୁ ସେତେବେଳେ ତାଙ୍କ ମୁହଁରୁ ପଦୁଟିଏ ମିଠା କଥା ଶୁଣିବା ପାଇଁ ମୁଁ କେତେ ନ ଚାହିଁ ବସିଥାଏ। ଏମିତିକି ଯେତେବେଳେ ମୁଁ ଗର୍ଭବତୀ ମଧ୍ୟ ଥିଲି ନା, ସେତେବେଳେ ବି ତାଙ୍କ ମୁହଁରୁ ଆହା ପଦେ ମୁଁ ମୋ ପାଇଁ ଶୁଣି ନାହିଁ। ଏମିତିକି ମୋତେ ରଖିକି ଏଠି ସେବା ଯତ୍ନ ଟିକେ ବି କରିନାହାନ୍ତି। କିଏ ଅବା କରିବ ମୋ ସେବା ଯତ୍ନ, ଏଇ କଥା ହିଁ କହିଛନ୍ତି। ସେଥିପାଇଁ ବାପ ଘରକୁ ପଳେଇ ଯାଇଛି। ବାପ ଘରେ ସେଠି ରହିକି ସେବା ଯତ୍ନ ପାଇକି ଯେତେବେଳେ 3 ମାସ ପରେ ଆସିଲି, କେବଳ ଏଠି ଖଟିବା ପାଇଁ, ତା ବ୍ୟତୀତ କିଛି ନୁହେଁ। ଆଉ ବାସ୍ ଆଜି କହିବା ପାଇଁ ଗଲେ ମୋ ଶାଶୁ ବିଛଣାରେ ପଡ଼ିଛନ୍ତି। ଗତ 1 ବର୍ଷ ହେଲାଣି ତାଙ୍କ ସେବା ନିଶ୍ଚଳ ଭାବରେ କରିଆସୁଛି। କହିବା ପାଇଁ ଗଲେ ଝାଡ଼ା ପରିସ୍ରା ସବୁକିଛି ବିଛଣାରେ। ତାଙ୍କ ପୁଅ ଝିଅ ସମସ୍ତେ ଆସନ୍ତି ଦେଖିବା ପାଇଁ। ଏମିତିକି ଶ୍ୱଶୁର